ଆପଣ ସମସ୍ତଙ୍କୁ ମୋର କାହାଣୀ ଦୁନିଆକୁ ସ୍ୱାଗତ। ଆଜିର କାହାଣୀ ଲୋଭ କରିବାର ଫଳ। ଗୋଟିଏ ଗାଁରେ ରାମୁ ନାମରେ ଜଣେ କୃଷକ ବାସ କରୁଥିଲା। ତାର ପରିବାର କହିଲେ ତାର ସ୍ତ୍ରୀ କମଳା, ପୁଅ କୁନା ଆଉ ଝିଅ କୁନି ଥିଲେ। ରାମୁ ପ୍ରତିଦିନ ନିଜ କ୍ଷେତରେ ବହୁତ ପରିଶ୍ରମ କରୁଥାଏ। ଫଳସ୍ୱରୂପ ଭଲ ଫସଲ ତା ବିଲରେ ଫଳୁଥାଏ। ପରିବାର ଠିକ୍ଠାକ୍ ଚାଲିଥାଏ। ଗୋଟିଏ ବର୍ଷର କଥା, ଚାରିଆଡ଼େ ପ୍ରବଳ ବନ୍ୟା ହେଲା। ପାଣି ଚାଷ ଜମିରେ ଜମି ରହିଲା। ଫଳରେ ସେ ବର୍ଷ ସମସ୍ତ ଚାଷ ନଷ୍ଟ ହୋଇଗଲା। ସେମାନେ ବହୁତ ମନ ଦୁଃଖ କଲେ। ରାମୁ ନିଜ କ୍ଷେତକୁ ଯେତେ ଥର ଚେଷ୍ଟା କଲା ସଜାଡ଼ିବା ପାଇଁ, ଠିକ୍ ସଜାଡ଼ି ଆଣି ପ୍ରସ୍ତୁତି ହେବା ବେଳକୁ ପୁଣି ଥରେ ବନ୍ୟା ଦେଖାଦେଲା। ଏହିପରି ସେ ବର୍ଷ ଲଗାତାର 4-5 ଥର ବନ୍ୟାରେ ରାମୁର ସବୁ କ୍ଷେତ ଉଜୁଡ଼ିଗଲା। ରାମୁ ନିଜ କ୍ଷେତକୁ ଦେଖି ବହୁତ ମନ ଦୁଃଖ କରି ଭଗବାନଙ୍କୁ କହିଲା, ହେ ପ୍ରଭୁ, ଏ ବର୍ଷ ମୋ ସଂସାର କେମିତି ଚଳିବ? ଏହି ସମୟରେ ଜଣେ ପଥିକ ସେହି ବାଟ ଦେଇ ଯାଉଥିଲେ। ସେ ରାମୁକୁ ଦେଖି ପଚାରିଲେ, ତୁମେ କାହିଁକି କାନ୍ଦୁଛ? କାହିଁକି ମନ ଦୁଃଖ କରି ଏଠାରେ ବସିଛ? ରାମୁ ତାଙ୍କୁ ସବୁ କଥା କହିଲା। ସେ ରାମୁକୁ କହିଲେ, ତୁମେ ମନ ଦୁଃଖ କରନା। ମୁଁ ଏପଟେ କୁକୁଡ଼ା ଏବଂ କୁକୁଡ଼ା ଛୁଆ ବିକ୍ରି କରୁଥିଲି। ମୋ ପାଖରେ 3ଟି କୁକୁଡ଼ା ଛୁଆ ଆଉ 5ଟି ଅଣ୍ଡା ଦିଆ କୁକୁଡ଼ା ଅଛି। ତୁମେ ସେଗୁଡ଼ିକୁ ତୁମ ସାଥିରେ ଘରକୁ ନେଇଯାଅ। ମୁଁ ତୁମ ପାଖରୁ ବର୍ତ୍ତମାନ ପଇସା ନେବି ନାହିଁ। ତୁମେ କିଛି ଦିନ କୁକୁଡ଼ା ଅଣ୍ଡା ବିକ୍ରି କରି ପଇସା ସଞ୍ଚୟ କର। ତାପରେ ଆସି ମୁଁ ମୋର ପଇସା ଠିକ୍ ସମୟରେ ନେଇଯିବି। ରାମୁ ତାଙ୍କୁ ଧନ୍ୟବାଦ ଦେଇ ଘରକୁ କୁକୁଡ଼ାଗୁଡ଼ିକୁ ନେଇ ଯେତେବେଳେ ଆସିବାକୁ ବାହାରିଲା, ସେ ଲୋକଟି କହିଲେ, ଦେଖ ରାମୁ, କେବେ ବି ତୁମେ ଅଧିକ ଲୋଭ କରିବ ନାହିଁ। ନହେଲେ ତୁମର ଏତେ ପରିଶ୍ରମ, ସବୁ ଚେଷ୍ଟା ବିଫଳ ହୋଇଯିବ। ରାମୁ ଖୁସି ଖୁସିରେ କୁକୁଡ଼ାଗୁଡ଼ିକୁ ସାଥିରେ ନେଇ ଘରକୁ ଆସିଲା। କୁକୁଡ଼ାଗୁଡ଼ିକ ଅଣ୍ଡା ଦେଲା। ଆସ୍ତେ ଆସ୍ତେ କୁକୁଡ଼ା ସଂଖ୍ୟା ବଢ଼ିଲା। ତେଣୁ ଅଣ୍ଡା ବିକ୍ରି କରି ରାମୁ ନିଜ ସଂସାର ଚଳାଇଲା। ଦିନେ କମଳା ଅଣ୍ଡା ଗୋଟାଇବା ବେଳକୁ ଗୋଟିଏ ସୁନା ଭଳି ଚକଚକ୍ କରୁଥିବା ଅଣ୍ଡା ପାଇଲା। କମଳା ଏ କଥା ରାମୁକୁ କହିଲା। ରାମୁ କହିଲା, ତୁମର କୌଣସି ଭ୍ରମ ହୋଇଥିବ। ଏହା କହି ରାମୁ ସେଠାରୁ ଚାଲିଗଲା। କମଳା ମନରେ ଲୋଭ ହେଲା ଯେ ମୁଁ ଯଦି ପ୍ରତିଦିନ ଗୋଟିଏ ଲେଖା ଅଣ୍ଡା ପାଇବି, ତାହେଲେ ମୁଁ ଧନୀ ହେବି କିପରି? ମୁଁ ଶୀଘ୍ର ଧନୀ ହୋଇପାରିବି ନାହିଁ, କାରଣ ସେ ପ୍ରତିଦିନ ଗୋଟିଏ ଲେଖା ଅଣ୍ଡା ଦେବ। ଏ କଥା ଭାବି ଭାବି ରାତିରେ ସେ ଶୋଇବାକୁ ଗଲା ଏବଂ ଅଣ୍ଡାଗୁଡ଼ିକୁ ଏକାଥରେ ସବୁ ପାଇଗଲେ ତାଙ୍କ ପାଖରେ କେତେ ପଇସା ହୋଇଯିବ। ସେ ବହୁତ ଧନୀ ହୋଇଯିବେ। ବଡ଼ ଘର, ବଡ଼ ଗାଡ଼ି, ଘରେ ଚାକର ବାକର ଭର୍ତ୍ତି ରହିବେ। ଏହି କଥା ଭାବୁ ଭାବୁ ରାତି ପାହିଗଲା। ସେ ଆଗେ କୁକୁଡ଼ା ଭାଡ଼ିକୁ ଗଲା ଏବଂ ଭାବିଲା ଯେ କେଉଁ କୁକୁଡ଼ା ସୁନା ଅଣ୍ଡା ଦେଉଛି, ତାକୁ ମାରି ତା ପେଟରେ ଥିବା ସବୁ ସୁନା ଅଣ୍ଡା ବାହାର କରି ଆଣି ଏକାଥରେ ସେଗୁଡ଼ିକୁ ବିକ୍ରି କରି ଆମେ ଧନୀ ହୋଇଯିବା। ଏହା ଭାବି ଭାବି ଗୋଟିଏ ପରେ ଗୋଟିଏ କୁକୁଡ଼ା ମାରି ପେଟ ଚିରି ଦେଖିଲା, କିନ୍ତୁ କାହାରି ପେଟରୁ ସୁନା ଅଣ୍ଡା ପାଇଲା ନାହିଁ। ତେଣୁ ସେ ଗୋଟିଏ ପରେ ଗୋଟିଏ କରି ସବୁ ଅଣ୍ଡା ଦିଆ କୁକୁଡ଼ାଗୁଡ଼ିକୁ ମାରିଦେଲା। ତଥାପି ସେ ସୁନା ଅଣ୍ଡା ପାଇଲା ନାହିଁ। ରାମୁ ଯେତେବେଳେ କୁକୁଡ଼ା ଭାଡ଼ିକୁ ଆସି ଦେଖିଲା ଯେ କମଳା ସେଠାରେ ମନ ଦୁଃଖରେ ବସିଛି ଆଉ ସବୁ କୁକୁଡ଼ା ମରି ପଡ଼ିଛନ୍ତି, ସେତେବେଳେ ସେ କମଳାକୁ ସବୁ କଥା ପଚାରି ବୁଝିଲା। ରାମୁ ସବୁ କଥା ଶୁଣିଲା ପରେ କହିଲା, କମଳା, ତୁମେ ଏ କ'ଣ କଲ? ଆମ ପରିବାର ଚଳିବାର ଏକମାତ୍ର ପନ୍ଥା ବୁଡ଼ାଇ ଦେଲ। ଏହି ସମୟରେ କୁନା ଆଉ କୁନି ସେଠାରେ ପହଞ୍ଚିଲେ। ସେମାନେ ଏ କଥା ଶୁଣି କୁନା କହିଲା, ନାହିଁ ମା, ସେଇ ଅଣ୍ଡାଟେ ସୁନାର ନୁହଁ, ସେଇଟା ଗୋଟିଏ ସୁନେଲି ରଙ୍ଗ ଦିଆଯାଇଥିବା ପଥର। ଆମେ କୁନି ଆଉ ମୁଁ ସେଇଟା ରଙ୍ଗ ଦେଇ ଖେଳୁଥିଲୁ। କୁନି ତାକୁ କାଲିଠାରୁ କେଉଁଠି ହଜେଇ ଦେଇଛି ଯେ ଆମେ ଖୋଜି ଆଉ ପାଉନାହୁଁ। ଏ କଥା ଶୁଣି ରାମୁ ଆଉ କମଳା ମୁଣ୍ଡରେ ଆଶ୍ଚର୍ଯ୍ୟ ହାତ ଦେଇ ବସିଗଲେ। ରାମୁ କୁକୁଡ଼ା ଆଣିବା ଦିନ ଲୋକଟି କହିଥିବା କଥା ମନେ ପଡ଼ିଗଲା ଆଉ ସେ କମଳାକୁ ସବୁ କଥା କହିଲା। କମଳା ନିଜ ଲୋଭ ପାଇଁ ଆଜି କେତେ ବଡ଼ ଭୁଲ କଲା ତାହା ଜାଣିପାରିଲା ଏବଂ ତାର ଫଳସ୍ୱରୂପ ସେ କ'ଣ ପାଇଲା। ତେଣୁ ସେ ରାମୁକୁ ନିଜର ଭୁଲ ପାଇଁ କ୍ଷମା ମାଗିଲା। ରାମୁ କହିଲା, ମୁଁ ବର୍ତ୍ତମାନ ତୁମକୁ କ୍ଷମା କଲେ କିମ୍ବା କ୍ଷମା ନ କଲେ ଆମର ହୋଇଥିବା କ୍ଷତି ପୂରଣ ହୋଇପାରିବ ନାହିଁ। କିନ୍ତୁ ମୁଁ ତୁମକୁ ଯଦି କ୍ଷମା ନ କରେ, ଆମ ସଂସାରଟେ ଉଜୁଡ଼ିଯିବ। ଆମ ପିଲାଙ୍କ ଭବିଷ୍ୟତ ନଷ୍ଟ ହୋଇଯିବ।
ତେଣୁ ମୁଁ ତୁମକୁ କ୍ଷମା କରିଦେଉଛି। କିନ୍ତୁ ମନେ ରଖ, ଭଗବାନ ଆମକୁ ଯାହା ଦେଇଛନ୍ତି, ଯେତିକି ଦେଇଛନ୍ତି ସେତିକିରେ ଖୁସିରେ ରହିବା ଉଚିତ। ଅଯଥା ଲୋଭ କଲେ ଅଧିକ କିଛି ତ ପାଇବା ନାହିଁ, ବରଂ ଆମ ପାଖରେ ଯାହା ଥିବ ତାକୁ ମଧ୍ୟ ହରେଇବା। ଏହା ପରଠାରୁ ସେମାନେ ଲୋଭ ଛାଡ଼ି ଅଳ୍ପରେ ଖୁସି ହୋଇ ନିଜ ସଂସାରକୁ ସୁଖ ଶାନ୍ତିରେ ଚଳାଇଲେ। ଆପଣମାନଙ୍କୁ ମୋର କାହାଣୀଟି କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ। ତାହା ସହିତ ଭିଡ଼ିଓକୁ ଲାଇକ୍ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲିବେ ନାହିଁ, ଯାହାଫଳରେ ଆପଣମାନେ ମୋର ଭଲ ଭଲ ଶିକ୍ଷଣ କାହାଣୀ ଶୁଣିବାର ମଜା ଉଠାଇ ପାରିବେ। ଏହି କାହାଣୀରେ ଆମେ କ'ଣ ଶିଖିଲୁ? ଆମେ ଏହି କାହାଣୀରେ ଶିଖିଲୁ କେବେ ମଧ୍ୟ ଲୋଭର ବଶବର୍ତ୍ତୀ ହେବା ନାହିଁ। ଆମ ପାଖରେ ଯାହା ଅଛି ତାକୁ ଗ୍ରହଣ କରିବା। ତା ସହିତ ନିଜ ପରିଶ୍ରମରେ ଯାହା କରିହେବ ସେତିକିରେ ସନ୍ତୁଷ୍ଟ ହେବା ଉଚିତ। ଅଯଥା ଲୋଭ କଲେ ଏହିଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। କାହାଣୀଟି ସମ୍ପୂର୍ଣ୍ଣ ଭାବରେ ଶୁଣିଥିବା ଯୋଗୁଁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଉ ମୁଁ ମଧ୍ୟ ଏତିକି କହିବା ପାଇଁ ଚାହୁଁଛି ଯେ ମୋର ପୂର୍ବ ଚ୍ୟାନେଲଟି କୌଣସି କାରଣବଶତଃ ଡିଲିଟ୍ ହୋଇଯାଇଛି। ମୁଁ ସେଇ ଆମର ଜିମେଲଟେ ପାଉନାହିଁ, କାରଣ ପାସୱାର୍ଡ଼ ମଧ୍ୟ ମନେ ନାହିଁ। କିନ୍ତୁ ଆପଣମାନେ ସେଇ ଚ୍ୟାନେଲରେ ବହୁତ ମୋତେ ଆଶୀର୍ବାଦ ଦେଇଥିଲେ, କିନ୍ତୁ ମୋର ଭୁଲବଶତଃ ମୁଁ ସେଇଟିକୁ ଆଉ ରିକଭରି କରିପାରୁନାହିଁ। ତେଣୁ ଆପଣମାନଙ୍କୁ ଅନୁରୋଧ, ମୋର ଏଇ ଚ୍ୟାନେଲକୁ ସେତିକି ଆଶୀର୍ବାଦ କରିବା ସହିତ ଭଲ ପାଇବା ଦେବେ। ଆପଣମାନଙ୍କୁ ଆଉ ଥରେ ଅଶେଷ ଅଶେଷ ଧନ୍ୟବାଦ। ରହିଲି। ଜୟ ଜଗନ୍ନାଥ।